ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 9 ଅଧ୍ୟାୟ 27ରୁ 31 ପଦ ପର୍ଯ୍ୟନ୍ତ। ଯୀଶୁ ସେହି ସ୍ଥାନରୁ ଚାଲି ଯାଉଥିବା ସମୟରେ 2 ଜଣ ଅନ୍ଧ ତାହାଙ୍କ ପଛେ ପଛେ ଯାଇ ଉଚ୍ଚ ସ୍ୱରରେ ଚିତ୍କାର କରି କହିଲେ, ହେ ଦାବିଦ ସନ୍ତାନ, ଆମ ପ୍ରତି ଦୟା କର। ସେ ଗୃହରେ ପ୍ରବେଶ କଲାପରେ ସେହି ଅନ୍ଧମାନେ ତାଙ୍କ ନିକଟକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଏହା କରିପାରିବି ବୋଲି କ'ଣ ତୁମେମାନେ ବିଶ୍ୱାସ କରୁଛ? ସେମାନେ କହିଲେ, ହଁ ପ୍ରଭୁ। ତହୁଁ ସେ ସେମାନଙ୍କ ଚକ୍ଷୁ ସ୍ପର୍ଶ କରି କହିଲେ, ତୁମର ବିଶ୍ୱାସ ଅନୁଯାୟୀ ତୁମ ପ୍ରତି ତାହା ହେଉ। ତତ୍କ୍ଷଣାତ୍ ସେମାନଙ୍କ ଚକ୍ଷୁ ଖୋଲିଗଲା। ଯୀଶୁ ସେମାନଙ୍କୁ ଦୃଢ଼ ଆଦେଶ ଦେଇ କହିଲେ, ଦେଖ, କେହି ଯେପରି ଏକଥା ନ ଜାଣନ୍ତି। କିନ୍ତୁ ସେମାନେ ଚାଲିଯାଇ ତାଙ୍କ ବିଷୟ ସମଗ୍ର ଅଞ୍ଚଳରେ ପ୍ରସାର କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର।